ତେନ୍ତୁଳି ଖୁଣ୍ଟିରେ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ସଂଗ୍ରହ ହେଲା 22 ୟୁନିଟ୍ ରକ୍ତ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବାପୁଜୀ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିସରରେ ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉତ୍ସାହର ସହ ରକ୍ତଦାତାମାନେ ଯୋଗ ଦେଇଥିବା ବେଳେ ମୋଟ 22 ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ପକ୍ଷରୁ ଡିଓ ସମ୍ବିତ ମିଶ୍ରଙ୍କ ସହ ସରୋଜ କୁମାର ସିଂ, କପିଲ ଭତ୍ରା ଓ ମାର୍ଟିନ ଛତର ଉପସ୍ଥିତ ରହି ରକ୍ତ ସଂଗ୍ରହ ଓ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଅନ୍ୟର ଜୀବନ ବଞ୍ଚାଇବାର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ରକ୍ତଦାନ ମହାନ ଦାନ, ଆପଣଙ୍କ ରକ୍ତ କାହାର ଜୀବନ ବଞ୍ଚାଇପାରେ। ସୁଶାନ୍ତ କୁମାର ଶତପଥୀ, ସମ୍ବାଦ ପ୍ରତିନିଧି, ତେନ୍ତୁଳିଖୁଣ୍ଟି ବ୍ଲକ। ଆଜିର ରକ୍ତଦାନ ଶିବିରର ଆପଣଙ୍କର ଭୂମିକା କ'ଣ? ଆମର ଭୂମିକା ତ ରହିଛି, ଆମେ ଦୀର୍ଘ 2 ଦଶନ୍ଧି ଧରିକି ଆମ ଓଡ଼ିଶା ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର କରି ଆସିଛୁ। ପ୍ରତ୍ୟେକ ବର୍ଷ 2ଟାରୁ 3ଟା ଶିବିର ଆମେ କରୁଛୁ। ଆଉ ପ୍ରଥମ ଥର ପାଇଁ ପିଏମ୍ସି ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆମେ ଏହି ରକ୍ତଦାନ ଶିବିର କରି ଆସିଛୁ। ଆଉ ଯେଉଁଟାକି ଆମର ବିଓ ସାର୍ ଶ୍ରୀଯୁକ୍ତ ସୁଦିତ କୁମାର ଦାସ ତାଙ୍କେ ବି ସହଯୋଗ କରି ଆସିଛନ୍ତି। ଆମର ପିଏମ୍ସି ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ମହୋଦୟ ତାଙ୍କେ ବି ସମ୍ପୂର୍ଣ୍ଣ ସହଯୋଗ କରି ଆସିଛନ୍ତି। ଆମର ପିଟି ସାର୍ ମନୋଜ ପୂଜାରୀ, ଆନନ୍ଦ ଭତ୍ରା ଏବଂ ଆମର ଅରୁଣ ପଟ୍ଟନାୟକ, ଏଲ୍ ସନ୍ତୋଷ ରାଓ ଏମାନଙ୍କର ସମସ୍ତଙ୍କ ସହଯୋଗରେ ଆଜି ଆମର ରକ୍ତଦାନ ଶିବିରଟି ମାନେ ସଫଳ ହୋଇପାରିଛି। ଆଉ କଣ୍ଟିନ୍ୟୁ ଚାଲିଛି। ବର୍ତ୍ତମାନ ଏପର୍ଯ୍ୟନ୍ତ 17 ୟୁନିଟ୍ ରକ୍ତ ସଂଗ୍ରହ ହୋଇସାରିଲାଣି। ରକ୍ତଦାନ ଶିବିରର ଯେତେ ରକ୍ତ କଲେକ୍ସନ୍ ହେଉଛି ଆଉ ଯାହା ଲୋକଙ୍କ କାମରେ ଆସୁଛି ଏ ବିଷୟରେ କେତେ ଉପକୃତ ହେଉଛନ୍ତି, କେମିତି ଲାଗୁଛି? ନିହାତି ଭାବରେ ଲୋକ ତ ବହୁଳ ମାତ୍ରାରେ ଉପକୃତ ହେଉଛନ୍ତି। ଆମର ବ୍ଲଡ଼ ବ୍ୟାଙ୍କରେ ବାର୍ଷିକ ପାଖାପାଖି 10,000 ୟୁନିଟ୍ର ଆବଶ୍ୟକତା ରହୁଛି, କିନ୍ତୁ ସମ୍ବାଦ ପକ୍ଷରୁ 3,000-4,000 ୟୁନିଟ୍ ଆମେ ରକ୍ତ ସଂଗ୍ରହ କରିକି ବ୍ଲଡ଼ ବ୍ୟାଙ୍କ ନବରଙ୍ଗପୁରକୁ ଦେଉଛୁ। ଆଉ ବ୍ଲଡ଼ ବ୍ୟାଙ୍କକୁ ବଞ୍ଚାଇବା ପାଇଁ ସେମାନେ କେବଳ ବଞ୍ଚାଇବା ପାଇଁ 1 ୟୁନିଟ୍ ଦିଅନ୍ତୁ, 1 ୟୁନିଟ୍ ନିଅନ୍ତୁ। ଯଦି ସମସ୍ତଙ୍କୁ ମାଗଣାରେ ବ୍ଲଡ଼ ଦରକାର ହୁଏ ତାହେଲେ ରକ୍ତ କିଏ ଦେବ? ରକ୍ତ ଦେବା ପାଇଁ ସେତେ ମାତ୍ରାରେ ସଚେତନ ହେଇନାହାନ୍ତି ଜନସାଧାରଣ। ଖାଲି ଯାହାକୁ ଦରକାର ଆମକୁ ଫ୍ରିରେ ରକ୍ତ ଦେଇଦିଅ, ବ୍ଲଡ଼ ବ୍ୟାଙ୍କକୁ ଯାଉଛନ୍ତି, ନହେଲେ ଡୋନର ଖୋଜୁଛନ୍ତି, ନହେଲେ ବିଭିନ୍ନ ଗ୍ରୁପ୍ ଖୋଜୁଛନ୍ତି। କିନ୍ତୁ ନିଜ ଭିତରେ କ୍ରିଏଟ୍ ହେଉନାହିଁ ଯେ ଆମେ ରକ୍ତ ଦେବା, ଆମେ ଯେଉଁ ରକ୍ତ ଦେଉଛୁ ଆମ ରକ୍ତ ଜଣଙ୍କର ଜୀବନ ବଞ୍ଚାଇ ପାରୁଛି। ଏ ପ୍ରକାର ସଚେତନ ଭିତରୁ ଆମର ଜାଗୃତ ହେବା ଦରକାର। ଆଉ ଶିକ୍ଷା ସଂସ୍କାର ସହିତ ଭିତରୁ ଗୋଟେ ସେବା ମନୋଭାବ କ୍ରିଏଟ୍ ହେବା ଦରକାର, ତାହେଲେ ଯାଇକି ଆମେ ରକ୍ତ ଦେଇପାରିବା। ଆଉ ଆମେ ସମସ୍ତଙ୍କୁ ସଚେତନ କରୁଛୁ। ରକ୍ତଦାନ କରିବା ଗୋଟେ ମହତ୍ କର୍ମ, ବୃକ୍ଷରୋପଣ କରିବା ଯେମିତି ଗୋଟେ ମହତ୍ କର୍ମ, ରକ୍ତଦାନ କରିବା ବି ମହତ୍ କର୍ମ। ତେଣୁ ଆମେ ଯେଉଁ ରକ୍ତ ଦେଉଛୁ ନିହାତି ଭାବରେ ଅସହାୟ ଗରିବ ସମସ୍ତଙ୍କୁ ଲାଗୁଛି। ବିଶେଷ କରି ଡେଲିଭରି ପେସେଣ୍ଟମାନଙ୍କୁ ଅଧିକ ମାତ୍ରାରେ ଲାଗୁଛି, ଯେଉଁଟାକି ଆମର ବ୍ଲଡ଼ ବ୍ୟାଙ୍କ ନବରଙ୍ଗପୁରରେ ମହଜୁଦ ହେଇକି ଥାଉଛି। ମୋ ନାମ ମନୋଜ ପୂଜାରୀ, ଶାରୀରିକ ଶିକ୍ଷା ଶିକ୍ଷକ, ବାପୁଜୀ। ଆଜି ରକ୍ତଦାନ ଶିବିରରେ ଆପଣ ରକ୍ତ ଦେଇଛନ୍ତି। ରକ୍ତ ଦେଲା ପରେ ଆପଣଙ୍କୁ କେମିତି ଲାଗୁଛି? ସାର୍, ଇଏ ତ ରକ୍ତଦାନ ହେଉଛି ଗୋଟେ ମହତ୍ଵ କାମ। ରକ୍ତ ବଦଳରେ ଆମେ ଜଣଙ୍କର ଜୀବନ ବଞ୍ଚାଇ ପାରିବା। ତ ମୋର ସମସ୍ତ ଯୁବପିଢ଼ିଙ୍କୁ ଅନୁରୋଧ, ସମସ୍ତେ ସ୍ୱେଚ୍ଛାକୃତ ଭାବରେ ଏ ଯେଉଁ ରକ୍ତଦାନ ଶିବିରରେ ଯୋଗ ଦିଅନ୍ତି ଏବଂ ରକ୍ତ ଦିଅନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ଶିଶିର କୁମାର ଖୁରାଙ୍କ ରିପୋର୍ଟ, ଷ୍ଟାର 1 ଟିଭି।